କିନ୍ତୁ ଶାସନକୁ ସୁଧାର ନହେଲେ ଗାଦି ଛାଡ଼। ଛି 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 ଏଗୁଡ଼ାକ ନୁହଁ। ସିଏ ତ ତମଠୁ ମୋହନବାଜି ଯଥେଷ୍ଟ ଜୁନିୟର। ତାର କଣ ଅଛି ଫୁଟିଂ? କାଲି ସେ ଜାଁଳା ଯାଇଥିଲେ, ଆମ ତରାବଇ ଯାଇଥିଲେ, ତାଙ୍କର କ୍ୟାମ୍ପ ଚାଲିଛି। ତମେ ତାହେଲେ 3-4 ଥର MLA, ସେ ଥରେ। ତାଙ୍କୁ ଗୋଟେ ପଇସା ଆସିବନି ତମେ ବସେଇ ଦେଇଛ। ମୋ ନିର୍ବାଚନ ମଣ୍ଡଳୀ ମୁଁ ସେଠିକି ଯାଇଥିଲି। କେହି ନାଇଁ ମୁଁ ସେଇ ଏରିଆରେ ମୋ ପ୍ରୋଗ୍ରାମ, ମୁଁ ତାଙ୍କ ପ୍ରୋଗ୍ରାମ କଣ ଯିବି? ଇଏ ଅତ୍ୟାଚାର, ନାରୀ ନିର୍ଯାତନା, ପ୍ରାୟ 16,000 ମହିଳାଙ୍କ ପତା ନାହିଁ। ମୋହନ ବାବୁ ଜଣେ ଭଦ୍ର ଲୋକ, ତମେ ଅତି ନିରୀହ ଲୋକ। ଶାସକ କିନ୍ତୁ ନିରୀହ ହବା ଉଚିତ ନୁହଁ। ଏଇ ନିର୍ଯାତନାରେ ନମ୍ବର 1 ଓଡ଼ିଶା। ଶାନ୍ତି ରାଜ୍ୟ, ଜଗନ୍ନାଥଙ୍କ ରାଜ୍ୟ ଭୁଷୁଡ଼ି ଯାଉଛି। ପ୍ରତିଦିନ ମର୍ଡର, ପ୍ରତିଦିନ ଡକାୟତ ଉଚିତ ନୁହଁ। ତମେ ଅନେଷ୍ଟ ହେଇପାର, ନିରୀହ ହେଇପାର, ଆମ ରାଜ୍ୟ ଭୁଷୁଡ଼ି ଯାଉଛି ଗୋଟେ ନାହିଁ। 1300 ନାରୀଙ୍କୁ ହତ୍ୟା କରାଗଲା, ରେପ୍ କରାଗଲା। ପ୍ରତିଦିନ ମର୍ଡର, ହାରାହାରି 2022 ହତ୍ୟା ହେଇଗଲାଣି। ଆପଣ ପ୍ରତିଦିନ ଚୋରି, ପ୍ରତିଦିନ ନିଶା କାରବାର, ପ୍ରତିଦିନ ନାରୀ ନିର୍ଯାତନା, 16,000 ମହିଳାଙ୍କ ପତା। ଅଫିସର ଓଡ଼ିଶାର କଣ କରୁଛନ୍ତି? ଆଇନ ଶୃଙ୍ଖଳା ସଜାଡ଼ି ନ ପାରିବେ, ଦୁଃଖଦାୟକ ଘଟଣା। ତମେ କାହିଁ ସରକାରରେ ବସିଲ? ମୁଖ୍ୟମନ୍ତ୍ରୀ ତମେ କାହିଁ ହେଲ? ମୋହନବାଜି କଣ କରୁଛନ୍ତି? ହୋମ ସେକ୍ରେଟାରୀ, ଡିଜି, କିନ୍ତୁ ଶାସନକୁ ସୁଧାର ନହେଲେ ଗାଦି ଛାଡ଼। ମର୍ଡର, ପିଟିପିଟି ମର୍ଡର, ରେପ୍ କରି ମର୍ଡର, ଡକାୟତ କରି ମର୍ଡର। କଛା ଧରି ପକେଇଥାନ୍ତେ ଭଲ ହେଇଥାନ୍ତା। ମୋହନବାଜି ଏତେ ବ୍ୟାକୁଳ କାହିଁ ହଉଛ? ମୋହନବାଜି ଏତେ କାହିଁ କ୍ରାକ୍ ହେଇଯାଉଛ? ଏତେ କାହିଁ? ତାଙ୍କର କଣ ଗୋଟେ ଫୁଟିଂ ଅଛି? ଗଡ଼କରୀ ଥିଲେ, ଏମାନେ ସବୁ ଥିଲେ।